ନମସ୍କାର। ଆଜିର ଆଲୋଚନାକୁ ସ୍ୱାଗତ। ଆମେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ତାର ସ୍ଥାପନା କେମିତି ହେଲା ସେ ବିଷୟରେ ଟିକେ ଗଭୀରକୁ ଯିବା। ଆମ ପାଖରେ କିଛି ତଥ୍ୟ ଅଛି ସେ ସମୟର, ଆଉ ଆମେ ଚେଷ୍ଟା କରିବା କି ସେ ମୁଖ୍ୟ ପଦକ୍ଷେପଗୁଡ଼ିକ ଆଉ ଆଇନଗତ ଦିଗଟା କ'ଣ ଥିଲା ସେଇଟା ବୁଝିବା ପାଇଁ। ତେବେ ପ୍ରଥମ କଥା ଯୋଉଟା ବାରମ୍ବାର ଆସେ ସେ ହେଉଛି ହିଲ୍ଟନ୍ ୟଙ୍ଗ କମିଶନ। ଏଇ କମିଶନ ବିଷୟରେ ଆମେ କ'ଣ ଜାଣିଛେ? ଲାଗୁଛି ଏହାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ନିଶ୍ଚୟ। ଏଇ କମିଶନର ସୁପାରିଶ ହିଁ କହିବାକୁ ଗଲେ ଆର୍ବିଆଇ ସ୍ଥାପନାର ମୂଳଦୁଆ ପକେଇଥିଲା। ହଁ, ମୂଳଦୁଆ। କିନ୍ତୁ ଦେଖନ୍ତୁ, ଗୋଟେ କମିଶନ କାହିଁକି ବସିଲା? କିଛି ତ ଗୋଟେ ବଡ଼ ଆବଶ୍ୟକତା ଥିବ ସେତେବେଳେ। ଏଇଟା ସୂଚାଉଛି ଯେ ଏମିତି ଗୋଟେ କେନ୍ଦ୍ରୀୟ ବ୍ୟାଙ୍କର ଆବଶ୍ୟକତା ଅନୁଭବ କରାଯାଉଥିଲା ଏବଂ ସେଥିପାଇଁ ଗୋଟେ ବିଶେଷଜ୍ଞ କମିଟି ଦରକାର ପଡ଼ିଲା। ଆଚ୍ଛା, ତେବେ କେବଳ ସୁପାରିଶ ଦେଇଦେବା ତ କାଫି ନୁହେଁ ନା? ତାକୁ ଆଗକୁ ନେବା ପାଇଁ ଆଉ କ'ଣ ହେଲା? ଏକଦମ ଠିକ୍ କହିଲେ। କେବଳ ସୁପାରିଶ କାମ ଦେଇନି। ତାପରେ ଆସିଲା ଗୋଟେ ଆଇନଗତ ଆଧାର। ସେଇଟା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ 1934। ଏଇଟା ହେଉଛି ଆକ୍ଟ ନମ୍ବର ଆଏ 1934। ଓହୋ, ତେବେ ଏଇ ଆଇନଟା ହିଁ ସେ ସୁପାରିଶକୁ ଗୋଟେ ପକ୍କା ରୂପ ଦେଲା। ହଁ, ସେଇଆ। ଏଇ ଆଇନଟା କେବଳ ସ୍ଥାପନା ପାଇଁ ଅନୁମତି ଦେଲାନି, ଏହା ଆହୁରି ବହୁତ କିଛି କଲା। ବ୍ୟାଙ୍କର କାମ କ'ଣ ହବ, ତାର କ୍ଷମତା କ'ଣ ରହିବ, କେମିତି ଚାଲିବ, ଏସବୁର ଗୋଟେ ବ୍ଲୁପ୍ରିଣ୍ଟ ଦେଲା। ବୁଝିଲି। ଯେମିତିକି ମୁଦ୍ରା ଛାପିବା, ସରକାରଙ୍କ ବ୍ୟାଙ୍କ ଭାବେ କାମ କରିବା, ଏସବୁ। ହଁ, ସେ ସବୁ ମୂଳ କାମଗୁଡ଼ିକ। ଗୋଟେ କେନ୍ଦ୍ରୀୟ ବ୍ୟାଙ୍କ ପାଇଁ ଏହି ସ୍ପଷ୍ଟତା ବହୁତ ଜରୁରୀ, ଆଉ ଏଇ ଆଇନ ସେୟା ହିଁ କଲା। ତାହେଲେ ଆଗେ କମିଶନ, ତାପରେ ଆଇନ, ଏମିତି ଗୋଟେ ପ୍ରୋସେସରେ ଗଲା କଥାଟା। କିନ୍ତୁ କାଗଜ କଲମରୁ ବାହାରି ପ୍ରକୃତରେ ବ୍ୟାଙ୍କ କାମ କେବେ ଆରମ୍ଭ କଲା? ହଁ, ସେଇଟା ବି ଗୋଟେ ଗୁରୁତ୍ୱପୂର୍ଣ୍ଣ ତାରିଖ। ଆମ ପାଖରେ ଯୋଉ ତଥ୍ୟ ଅଛି ସେ ଅନୁସାରେ ଏପ୍ରିଲ 1, 1935। ସେଇଦିନ ହିଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆନୁଷ୍ଠାନିକ ଭାବେ କାର୍ଯ୍ୟ ଆରମ୍ଭ କଲା। ଯୋଜନାଟା ସତରେ କାମ କରିବା ଆରମ୍ଭ କଲା। ବାଃ! ତେବେ ଏପ୍ରିଲ 1, 1935 ସେଇଠୁ ଆରମ୍ଭ ହେଲା ଯାତ୍ରା। ତାହେଲେ ଯଦି ଆମେ ପୁରା କଥାଟାକୁ ଏକାଠି ଦେଖିବା, ତିନିଟା ମୁଖ୍ୟ ପାହାଚ। ହିଲ୍ଟନ୍ ୟଙ୍ଗ କମିଶନର ସୁପାରିଶ, ତାପରେ ସେ 1934ର ଆଇନ, ଆଉ ଶେଷରେ 1935 ଏପ୍ରିଲ 1ରେ କାର୍ଯ୍ୟାରମ୍ଭ। ଏକଦମ ସଠିକ୍ କ୍ରମ। ଆଉ ଏହାର ମହତ୍ତ୍ୱ କ'ଣ ଜାଣିଛନ୍ତି? କେବଳ ଗୋଟେ ବ୍ୟାଙ୍କ ଖୋଲିବା ନୁହେଁ, ଏହା ଦେଖାଉଛି ଯେ କେମିତି ଗୋଟେ ବଡ଼ ଜାତୀୟ ସ୍ତରର ଅନୁଷ୍ଠାନ ଗଢ଼ିବା ପାଇଁ ଗୋଟେ ସୁଚିନ୍ତିତ ଆଇନଗତ ପ୍ରକ୍ରିୟା ଆପଣାଯାଇଥିଲା। ଏହା ଭାରତର ଆର୍ଥିକ ଭିତ୍ତିଭୂମି ପାଇଁ ଗୋଟେ ବହୁତ ବଡ଼ କଥା ଥିଲା। ହଁ, ସତରେ ଏମିତି ଯୋଜନାବଦ୍ଧ ଭାବେ ନହେଲେ ଏତେ ବଡ଼ ଅନୁଷ୍ଠାନ ତିଷ୍ଠିବା ବି କଷ୍ଟକର ହୋଇଥାନ୍ତା। ନିଶ୍ଚିତ ଭାବେ। ଆଉ ଏଇଠୁ ଗୋଟେ କଥା ମନକୁ ଆସିଛି। କୁହନ୍ତୁ। ଆମେ ଯେଉଁ ଆଲୋଚନା କଲେ ସେଥିରୁ ଗୋଟେ ପ୍ରଶ୍ନ ଉଠୁଛି। ଏଇ ଯେଉଁ ପ୍ରାରମ୍ଭିକ ନିଷ୍ପତ୍ତି ସବୁ ନିଆଗଲା, ଯେମିତି ଗୋଟିଏ ବିଶେଷଜ୍ଞ କମିଟି ଉପରେ ଭରସା କରିବା, ଗୋଟେ ପୁରା ବିସ୍ତୃତ ଆଇନ ତିଆରି କରିବା, ଏସବୁ ଜିନିଷ ଆଜି ବି ରିଜର୍ଭ ବ୍ୟାଙ୍କ ଭଳି ଗୋଟେ ଅନୁଷ୍ଠାନର ମୂଳ ଚରିତ୍ର, ତାର କାମ କରିବା ଶୈଳୀ, ଏପରିକି ତାର ସ୍ୱାୟତ୍ତତାକୁ କେମିତି ପ୍ରଭାବିତ କରୁଛି? ଏକ ଗଭୀର ପ୍ରଶ୍ନ। ସେ ସମୟର ନିଷ୍ପତ୍ତିର ଦୀର୍ଘକାଳୀନ ପ୍ରଭାବ କ'ଣ ହୋଇପାରେ, ଏଇଟା ଭାବିବା ପାଇଁ ଗୋଟେ ଭଲ ବିଷୟ।